ପିଲାଦିନ ଠାରୁ ଏକ ଅଭ୍ୟାସ ମୋ ସହିତ ଅଛି। ସ୍କୁଲରେ, ତାପରେ କଲେଜରେ ଏବଂ ଏବେ ଅଫିସରେ ମଧ୍ୟ ଏହି ଧାରା ଜାରି ରହିଛି। କେହି ପିଲା ପ୍ରୟାସ କରିନଥିଲେ ଯେ ମୋତେ ଗୋଟିଏ ଶବ୍ଦ ବି କହିପାରିବେ। ଅଫିସରେ ଆସି କିନ୍ତୁ ଭିନ୍ନ ଅନୁଭୂତି ହେଉଥିଲା। ଏଠାରେ ଲୋକ ମୋତେ ଖଡୁସ୍ ମ୍ୟାଡାମଜୀ ବୋଲି କହୁଥିଲେ। ମୁଁ ଜାଣେ ଯେ ସେମାନେ ପଛରେ ଏହି ଭାବରେ ମୋତେ କୁହନ୍ତି, କିନ୍ତୁ ମୁଁ କେବେ ଏହି କଥାକୁ ମନକୁ ନେଇନି। ମୁଁ ଭାବିଥିଲି କି ଚାଲ ଠିକ୍ ଅଛି, କାମରେ ତ ଧ୍ୟାନ ଦିଏ, ଏହା ହିଁ ଠିକ୍ ହେବ। କିନ୍ତୁ ଅଫିସରେ ଜଣେ ଲେକ୍ଚର ଥିଲେ ଯିଏ ମୋତେ ପସନ୍ଦ କରୁଥିଲେ। ମୁଁ ତାଙ୍କର ଦୃଷ୍ଟି ଅନୁଭବ କରୁଥିଲି। ତେବେ ସେଠି ପର୍ଯ୍ୟନ୍ତ ତାଙ୍କର ହିମ୍ମତ ହୋଇନଥିଲା ଯେ ସେ ମୋ ଆଗକୁ ଆସିବି କିଛି କହିପାରିବେ। ଅଫିସର ଫୁସୁର ଫାସର ଭିତରେ ମୁଁ ପୂର୍ବରୁ ହିଁ ଜାଣିଥିଲି ଯେ ସେ ମୋତେ ପସନ୍ଦ କରନ୍ତି, କିନ୍ତୁ ମୁଁ ସବୁବେଳେ ତାଙ୍କୁ ଅଣଦେଖା କରି ଆସୁଥିଲି। ସତରେ ମୁଁ ଏହା ବୁଝେଇ ପାରୁନଥିଲି ଯେ କେହି ମୋ ନିକଟକୁ ଆସିବି ପାରିବେ। ତାପରେ ଗୋଟିଏ ଦିନ ସେ ତାଙ୍କର ଲଜ୍ଜା ଛାଡ଼ିବାକୁ ଚେଷ୍ଟା କଲେ। ସେଦିନ ତାଙ୍କ ଭିତରେ ତାଙ୍କ ପୁରୁଷପଣିଆ ଜାଗି ଉଠିଲା। ସେଦିନ ମୁଁ ଅଫିସ କରିଡରରେ ଏକା ଥିଲି। ସେ ହଠାତ୍ ମୋ ସାମ୍ନାରେ ଆସି ଠିଆ ହୋଇଗଲେ। ମୁଁ ତାଙ୍କୁ ଦେଖି ମୋର ସେଇ କଠୋର ଭାବରେ କହିଲି କି କ'ଣ ଅଛି କୁହ ନା। ସେ ଅଳ୍ପ ଭୟଭୀତ ହେଲେ। ହଡ଼ବଡ଼େଇ କହିଲେ କି ନା ନାହିଁ, କିଛି ନାହିଁ, କିଛି କାମ ଥିଲା ଯେ କିନ୍ତୁ ଭୁଲିଗଲି। ମୁଁ ଏଥର ତାଙ୍କୁ ଘୁରି ଘୁରି ଦେଖିଲି। କିଛି ଏଇ ପ୍ରକାର କହିବା ପୂର୍ବରୁ 10 ଥର ଚିନ୍ତା କର, ବୁଝିଲ। ସେ ଅସହାୟ ଭାବରେ ସେଠାରୁ ଚାଲିଗଲେ। ତାପରେ ସେ ମୋତେ ଦୂରରୁ ମଧ୍ୟ ଦେଖିବାକୁ ବନ୍ଦ କରିଦେଲେ। ବିଚରାର ତ ହିମ୍ମତ ହିଁ ମୁଁ ଭାଙ୍ଗିଦେଲି। କିନ୍ତୁ ଏହା ପ୍ରଥମ ଥର ନୁହେଁ ଯେ ଯେଉଁଥିରେ ମୁଁ ଭାବିଲି ଯେ ମୁଁ ଏମିତି କାହିଁକି ପ୍ରତିଥର କଠୋରତା ହିଁ ମୋ ପ୍ରଥମ ପ୍ରତିକ୍ରିୟା ହୁଏ। କାହିଁକି ମୁଁ ସମସ୍ତଙ୍କଠୁ ନିଜକୁ ଦୂରକୁ ରଖିବାକୁ ଚେଷ୍ଟା କରେ। ଏବେ ସେଦିନକୁ ମନେ ପକାଇ ମୁଁ ନିଜେ ଦୁଃଖୀ ହୁଏ। କାହିଁକି ନା ମୁଁ ତାଙ୍କୁ ଏଭଳି ଅନୁଭବ କରାଇଲି। କାହିଁକି ମୋ କଠୋରତା ତାଙ୍କୁ ଅଧିକ ଦୂରକୁ ନେଇଗଲା। ସେ ଅସହାୟ ଭାବରେ ସେଠାରୁ ଚାଲିଗଲେ। ତାପରେ ସେ ମୋତେ ଦୂରରୁ ଦେଖିବା ମଧ୍ୟ ବନ୍ଦ କରିଦେଲେ। ବିଚରାର ତ ହିମ୍ମତ ହିଁ ମୁଁ ଭାଙ୍ଗିଦେଲି। କିନ୍ତୁ ଏହା ପ୍ରଥମ ଥର ନୁହେଁ ଯେଉଁଥିରେ ମୁଁ ଭାବିଲି ଯେ ମୁଁ ଏମିତି କାହିଁକି ପ୍ରତିଥର କଠୋରତା ହିଁ ମୋ ପ୍ରଥମ ପ୍ରତିକ୍ରିୟା ହୁଏ। କାହିଁକି ମୁଁ ସମସ୍ତଙ୍କଠୁ ଏତେ ଦୂରରେ ରହିବାକୁ ଚେଷ୍ଟା କରେ। ଏବେ ସେଦିନକୁ ମନେ ପକାଇ ମୁଁ ନିଜେ ଦୁଃଖୀ ହୁଏ। କାହିଁକି ମୁଁ ତାଙ୍କୁ ଏଭଳି ଅନୁଭବ କରାଇଲି। କାହିଁକି ମୋ କଠୋରତା ତାଙ୍କୁ ଅଧିକ ଦୂରକୁ ନେଇଗଲା। ସତ କହିବାକୁ ଗଲେ ଏବେ ମୁଁ ତାଙ୍କର ଦୃଷ୍ଟି ପାଇଁ ଅପେକ୍ଷା କରେ। କିନ୍ତୁ ସେ ତ ଏବେ ଦୂରରେ ରୁହନ୍ତି, ଯେପରି ମୁଁ ଗୋଟେ ମଣିଷ ନୁହେଁ, କିଛି ଅନ୍ୟ କିଛି। ସତରେ ଦୋଷ ମୋର ଅଛି। ଏହି ମୋର କଠୋର ଏବେ ମୋତେ ଭାରି ଭାରି ଲାଗୁଛି। ମନରେ ଏବେ ପ୍ରଶ୍ନ ଉଠେ, ମୁଁ ସତରେ କ'ଣ ଏତେ ଖଡୁସ୍? ଏଥର ବସି ବସି ମୁଁ ମୋର ଡାଏରୀ ଲେଖିଲି। ପ୍ରତ୍ୟେକ ପୃଷ୍ଠାରେ ମୋର କଠୋର ଅନୁଭବ ଲେଖିଲି। ଯେଉଁଠି ମୁଁ ଅନେକ ପ୍ରଶ୍ନ କରିଛି ନିଜକୁ, ମୁଁ ସତରେ କ'ଣ ଏତେ ଅନୁଭୂତିହୀନ କି? ମୁଁ କାହିଁକି ମନକୁ ମୋର ବୁଝେଇ ପାରିନି? ଏଭଳି ଭାବେ ଜୀବନ ଚାଲିବ କି? ମୋର ଅନ୍ତର ଉତ୍ତର ଦେଉଛି, ନା, ମୁଁ ଅନୁଭୂତିହୀନ ନୁହେଁ। ମୁଁ ଆତ୍ମସମ୍ମାନରେ ବଞ୍ଚିଥିବା ଜଣେ ମହିଳା। କଠୋରତା ମୋ ବାହାରର ଏକ କବାଟ, ଯାହା ମୋତେ ଦୁନିଆର ଅପମାନ ଠାରୁ ରକ୍ଷା କରୁଛି। କିନ୍ତୁ ଏଇ କବାଟ ମୋତେ ଏକା କରିଦେଇଛି ଆଜି। ସେ ଯୁବକ ଯିଏ ମୋ ଦୃଷ୍ଟିକୁ ଚୁପଚାପ ଅନୁସରଣ କରୁଥିଲେ, ମୋତେ ଭଲ ପାଉଥିଲେ, ମୁଁ ତାଙ୍କୁ ଦୂର କରିଦେଲି। କିନ୍ତୁ ଏଇ ଘଟଣା ପରେ ମୁଁ ବୁଝିଗଲି ଯେ ମୋ ଜୀବନ ଭିତରେ କିଛି ଖାଲିପଣ ଅଛି, ଏକ ଶୂନ୍ୟତା ଅଛି। ତାଙ୍କୁ ମୁଁ ଏବେ ପଛୁଆ ଭାବେ ଖୋଜିବାକୁ ଚେଷ୍ଟା କରୁଛି। ମୁଁ ଅଫିସରେ ବସି ଦେଖିଲି ସେ ଅନ୍ୟ ଏକ ସହରକୁ ବଦଳି ହୋଇଯାଇଛନ୍ତି। ତାଙ୍କ ସହିତ ସମ୍ପର୍କ ଯୋଡ଼ିବା ଉପାୟ ବି ମିଳୁନି। ତେବେ ମନରେ ଏହି ଅପରାଧବୋଧ ଏବେ ମୋ ସାଙ୍ଗରେ ଥାଏ। ଏବେ ମୁଁ ଏକ ନୂଆ ପ୍ରତିଶ୍ରୁତି ନେଉଛି। ମୁଁ ମୋର କଠୋରତା ଛାଡ଼ିବି। ମୁଁ ମୋ ମନର ଦ୍ୱାର ଖୋଲିବି। କାହିଁକି ନା ପ୍ରେମ ଏବଂ ମମତା ମଧ୍ୟ ଆମ ଅଧିକାରର ଅତୁଟ ଅଂଶ। ମୁଁ ଏହି ଅଧିକାରର ଅପମାନ କରିପାରିବି ନାହିଁ। ଆଜି ମୁଁ ଏହି ଡାଏରୀର ପୃଷ୍ଠାରେ ଲେଖୁଛି, ଯଦି ସେ ମୋତେ ଆଉଥରେ ଦେଖନ୍ତି ମୁଁ ମନା କରିବିନି। ମୁଁ ଖୋଲା ହୃଦୟ ନେଇ ତାଙ୍କୁ ଆମନ୍ତ୍ରଣ ଦେବି, ଯାହା ମୁଁ ପୂର୍ବେ ଦେଇପାରିନଥିଲି।